ଯେତିକି ବି ଓଡ଼ିଶାର ଲୋକ ଦେଖୁଛ ଭିଡ଼ିଓକୁ ସ୍କିପ୍ କରିବନି। ଇମ୍ପୋର୍ଟାଣ୍ଟ ମେସେଜ୍ ଗୋଟେ ପଠାଉଛି ହେଲା। ତ କଥା ହେଲା ଏଇଟା ମୋ ଚ୍ୟାନେଲ୍। ଏଠି ମୁଁ 12th ପିଲାକୁ ପଢ଼ାଉଛି, ଓଡ଼ିଆରେ ପଢ଼ାଉଛି। ତ ମୋ ସାଙ୍ଗମାନେ ଯେଉଁ ଅଲଗା ଷ୍ଟେଟ୍ର ଅଛନ୍ତି, ଅଲଗା ରାଜ୍ୟର, ମୋତେ କହନ୍ତି ତୋ ପାଖେ ନଲେଜ୍, ଟ୍ୟାଲେଣ୍ଟ ଆଉ ସ୍କିଲ୍ ଅଛି, ତୁ ହିନ୍ଦୀରେ କମାଇ ପଢ଼ୁନୁ, ଜଲ୍ଦି ଗ୍ରୋ କରିବୁ ଆଉ ଜଲ୍ଦି ଇନକମ୍ କରିବୁ। ଜିନିଷଟା ଏଠି ନାହିଁ କି ଜଲ୍ଦି ଗ୍ରୋ ଆଉ ଇନକମ୍ ଉପରେ। ଜିନିଷଟା ହେଲା ଆମ ଯେଉଁ ଏଜୁକେସନ୍ ସିଷ୍ଟମ୍ରେ ଓଡ଼ିଆ ଲାଙ୍ଗୁଏଜ୍ ଧୀରେ ଧୀରେ କମିଗଲାଣି। ଆଉ ଯେତିକି ପିଲା ବି ପଢ଼ୁଛନ୍ତି ଧୀରେ ଧୀରେ ବାହାରେ ହିନ୍ଦୀରେ ପଢ଼ୁଛନ୍ତି। ଆଇଦର ଦୁଇଟା ଜିନିଷ ହେଇଥିବ, ଆମର ଓଡ଼ିଆ ଯେତିକି ଲୋକ ପଢ଼ୁଛନ୍ତି ତାକୁ ସପୋର୍ଟ ମିଳୁନି, ନହେଲେ ଆମ ଓଡ଼ିଆରେ ଜିନିଷଟାକୁ ଏଜୁକେସନ୍ଟା ଭଲସେ ପ୍ରୋଭାଇଡ଼ ହେଇପାରୁନି। ଦୁଇଟା ଜିନିଷ ହେଇଥିବ। ତ ଏଇ ଜିନିଷଟା ମୁଁ ମାନେ ଏବେ ତ କମି କମି ଗଲାଣି, 10 ବର୍ଷ ପରେ ଆହୁରି କମିଯିବ। ତ ସେଇଟା ମୁଁ ବି ଚାହୁଁନି। ଯଦି ତୁମମାନେ ବି ଚାହୁଁଛ ଆମର ଓଡ଼ିଆ ଲାଙ୍ଗୁଏଜ୍ରେ ସେ ଜିନିଷଟା ଜାରି ରହିବ, ପଢ଼ିବାର ରହିବ, ଆଉ ରେଜଲ୍ଟ ବି କରିବେ ଭଲ ପିଲାମାନେ, ତ ସପୋର୍ଟ କରିପାରିବ। ଯଦି ସପୋର୍ଟ କର ତ ଜଲ୍ଦି ଗ୍ରୋ କରିବା, ଯଦି ନ କଲ ବି ଲେଟ୍ ହେବ, ବାକି ମୁଁ କରିକି ଦେଖେଇବି। ଆଉ ଏଇ ଭିଡ଼ିଓଟା କେତେ ଲୋକ ପାଖକୁ ଯାଇଛି, କେତିକି ଭିଉ ଯାଇଛି ମୁଁ ଜାଣିନି। ମୋତେ ଏଇ ମେସେଜଟା ପହଞ୍ଚିବାର ଥିଲା, ମୁଁ ପହଞ୍ଚେଇଲି। ବାକି ତୁମ ଉପରେ ରହିଲା।